କିନ୍ତୁ ସାପଟି କ୍ଷୀର ପିଉଥିବା ସମୟରେ ସେ ତା ମୁଣ୍ଡକୁ ଲକ୍ଷ୍ୟ କରି ବାଡ଼ିରେ ଜୋରରେ ବାଡ଼େଇ ଦେଲା। ବହୁତ ଦିନର ତଳର କଥା। ଏକ ଗାଁରେ ସନାତନ ନାମକ ଜଣେ ବହୁତ ଗରିବ କିନ୍ତୁ ସଚ୍ଚୋଟ ଚାଷୀ ରହୁଥିଲେ। ସେ ଦିନସାରା ବିଲରେ କଠିନ ପରିଶ୍ରମ କରୁଥିଲେ। ତଥାପି ତାର ପରିବାର ଚଳାଇବାକୁ ତାକୁ ବହୁତ କଷ୍ଟ ହେଉଥିଲା। ଦିନେ ଗରମ ଦିନେ ସନାତନ ତା ବିଲ କୋଣରେ ଥିବା ଏକ ବଡ଼ ଗଛ ମୂଳେ ବିଶ୍ରାମ ନେଉଥିଲା। ସେ ହଠାତ୍ ଦେଖିଲା ଯେ ସେହି ହୁଙ୍କାରୁ ଏକ ବିଶାଳ କଳା ନାଗ ସାପ ବାହାରି ଫଣା ଟେକି ଠିଆ ହୋଇଛି। ସନାତନ ସାଧାରଣ ଲୋକଙ୍କ ଭଳି ଭୟଭୀତ ହୋଇ ଲାଠି ଧରିଲା ନାହିଁ। ସେ ହାତ ଯୋଡ଼ି ଭାବିଲା, ଏ ବୋଧ ହୁଏ ମୋ ବିଲର ରକ୍ଷାକର୍ତ୍ତା। ମୁଁ ଆଜି ପର୍ଯ୍ୟନ୍ତ ତାଙ୍କୁ କେବେ ପୂଜା କରିନାହିଁ। ସେ ତୁରନ୍ତ ଘରକୁ ଯାଇ କ୍ଷୀର ନେଇ ଆସିଲା ଏବଂ ହୁଙ୍କା ସାମ୍ନାରେ ରଖିଦେଲା। ଆଉ କହିଲା, ହେ ନାଗଦେବତା, ମୋ ଭୁଲ କ୍ଷମା କରିବେ। ମୁଁ ଆପଣଙ୍କୁ ଆଗରୁ ଜାଣିପାରିନଥିଲି। ଏହି କ୍ଷୀର ଗ୍ରହଣ କରନ୍ତୁ। ତା ପରଦିନ ସକାଳେ ଯେତେବେଳେ ସନାତନ ବିଲକୁ ଆସିଲା, ସେ ଆଶ୍ଚର୍ଯ୍ୟ ହୋଇଗଲା। ସେହି କ୍ଷୀର ହାଣ୍ଡି ପାଖରେ ଚକ୍ ଚକ୍ କରୁଥିବା ଏକ ସୁନା ମୁଦ୍ରା ପଡ଼ିଥିଲା। ସେ ସେହି ମୁଦ୍ରା ନେଇ ଘରକୁ ଗଲା। ସେବେଠାରୁ ପ୍ରତିଦିନ ସାପ ପାଇଁ କ୍ଷୀର ରଖିବା ଏବଂ ବଦଳରେ ଗୋଟିଏ ସୁନା ମୁଦ୍ରା ପାଇବା ତାର ନୀତିଦିନିଆ ନିୟମ ହୋଇଗଲା। କିଛି ଦିନ ମଧ୍ୟରେ ସନାତନ ବେଶ ଧନୀ ହୋଇଗଲା। ଦିନେ ସନାତନକୁ କୌଣସି କାମରେ ପଡ଼ୋଶୀ ଗାଁକୁ ଯିବାକୁ ପଡ଼ିଲା। ସେ ଯିବା ପୂର୍ବରୁ ତା ପୁଅକୁ ଡାକି କହିଲା, ପୁଅ, ଆଜି ହୁଙ୍କା ପାଖରେ କ୍ଷୀର ହାଣ୍ଡିଟେ ରଖିଦେବୁ। ପୁଅଟି ଥିଲା ବହୁତ ଲୋଭୀ। ସେ ଯେତେବେଳେ କ୍ଷୀର ରଖି ତା ପରଦିନ ସୁନା ମୁଦ୍ରାଟି ପାଇଲା, ତା ମନରେ ପାପ ପଶିଲା। ସେ ମନକୁ ମନ ଭାବିଲା, ଏହି ହୁଙ୍କା ଭିତରେ ନିଶ୍ଚୟ ଗୋଟିଏ ସୁନା ମୁଦ୍ରାର ଭଣ୍ଡାର ଅଛି। ପ୍ରତିଦିନ ଗୋଟିଏ ଗୋଟିଏ ମୁଦ୍ରା ପାଇଁ କାହିଁକି ଅପେକ୍ଷା କରିବି? ଆଜି ହିଁ ସେହି ସାପକୁ ମାରି ସବୁ ସୁନା ଏକାଥରକେ ବାହାର କରିନେବି। ସେହି ଲୋଭରେ ଅନ୍ଧ ହୋଇ ପୁଅଟି ହାତରେ ଏକ ବଡ଼ ବାଡ଼ି ଧରି ବିଲକୁ ଗଲା। ସାପଟି କ୍ଷୀର ପିଉଥିବା ସମୟରେ ସେ ତା ମୁଣ୍ଡକୁ ଲକ୍ଷ୍ୟ କରି ବାଡ଼ିରେ ଜୋରରେ ବାଡ଼େଇ ଦେଲା। କିନ୍ତୁ ସାପଟି ଚତୁରତା ସହ ନିଜକୁ ବଞ୍ଚାଇ ଦେଲା ଏବଂ ସାପଟି ରାଗିଯାଇ ପୁଅଟିକୁ କାମୁଡ଼ି ଦେଲା। ବିଷାକ୍ତ ସାପ କାମୁଡ଼ାରେ ପୁଅଟି ସେଇଠି ହିଁ ପ୍ରାଣ ହରାଇଲା। ତା ପରଦିନ ସନାତନ ଗାଁରୁ ଫେରିଲା ଏବଂ ପୁଅର ମୃତ୍ୟୁ ଖବର ଶୁଣି ଦୁଃଖରେ ଭାଙ୍ଗି ପଡ଼ିଲା। ସେ ବୁଝିପାରିଲା ଯେ ଏହା ତା ପୁଅର ଲୋଭ ଓ ମୂର୍ଖତାର ପରିଣାମ ଥିଲା। ସେ ପୁଣି ଥରେ କ୍ଷୀର ହାଣ୍ଡି ଧରି ସେହି ହୁଙ୍କା ପାଖକୁ ଗଲା। ସାପଟି ହୁଙ୍କାରୁ ବାହାରି ତା ପାଖକୁ ଆସିଲା, କିନ୍ତୁ କ୍ଷୀର ପିଇବାକୁ ମନା କରିଦେଲା। ସେ ଅତି ଗମ୍ଭୀର ସ୍ୱରରେ କହିଲା, ସନାତନ, ତମେ ଜଣେ ସଚ୍ଚୋଟ ମଣିଷ, କିନ୍ତୁ ଆମ ମଧ୍ୟରେ ଥିବା ବନ୍ଧୁତା ଏବେ ଶେଷ ହୋଇଯାଇଛି। ତୁମେ ତୁମ ପୁଅର ମୃତ୍ୟୁର ଶୋକ କେବେ ଭୁଲି ପାରିବ ନାହିଁ ଓ ତମ ପୁଅ ମୋ ଉପରେ କରିଥିବା ପ୍ରହାର ମୁଁ କେବେ ଭୁଲି ପାରିବି ନାହିଁ। ତେଣୁ ଆମେ ଆଉ ଏକାଠି ରହିବା ସମ୍ଭବ ନୁହଁ। ଏତିକି କହି ସନାତନକୁ ଶେଷ ଥର ପାଇଁ ଏକ ସୁନା ମୁଦ୍ରା ଉପହାର ଦେଇ ସାପଟି ସବୁଦିନ ପାଇଁ ଜଙ୍ଗଲ ଭିତରକୁ ଚାଲିଗଲା। ଏଥିରୁ ଆମେ ଏହି ଶିକ୍ଷା ପାଇଲେ ଯେ ଅତି ଲୋଭ ମଣିଷର ବୁଦ୍ଧି ହରାଇ ଦିଏ
ଓ ଶେଷରେ ସବୁକିଛି ନଷ୍ଟ କରିଦିଏ।